ଆରେ ଆମେ ମାନେ ଯଦି ଆଜି ଏକାଠି ନଥାନ୍ତେ ଏଡ ବଡ କାମଟା ସମ୍ଭବ ହେଇପାରିଥାନ୍ତା କି? ହଁ କି ନା ଭାଇ ମାନେ କଣ କହୁଛ? ଆରେ ତମମାନେ ବୋଧେ ଜାଣିନ ଏ କାମ ପାଇଁ ସାରା ନିମାପଡାର ଲୋକମାନେ ଆମକୁ କେତେ ପ୍ରଶଂସାରେ ପୋତି ପକଉଛନ୍ତି। ଏଥର ବୁଝିଲ ତ, ଏକତା ହିଁ ବଳ। ତାହେଲେ ଆମେ ଗୋଟେ ସଂଗଠନ ତିଆରି କରିବା। ଲୋକମାନଙ୍କ ପ୍ରତ୍ୟେକ ସୁବିଧା ଅସୁବିଧାରେ ସେମାନଙ୍କ ପାଖରେ ଠିଆ ହୋଇ ତାଙ୍କୁ ସାହାଯ୍ୟ ଓ ସାହସ ଦେବା। ହଁ 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 କାହିଁକି ନୁହଁ? ଏ ତ ବହୁତ ବଢିଆ କଥା। ଆଚ୍ଛା, ସଂଗଠନ ତ ଗଢିଦେଲ, ସଂଗଠନର ନାଁ କଣ ଦବ ସେଟା ଭାବିଛ ନା ନାଇଁ? ଠିକ କଥା ତ। ଠିକ କଥା ଠିକ କଥା। ଭାବ 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 ଭାବ। ହଁ, ନିମାପଡା। ମୋ ହେଲ୍ପଲାଇନ୍ ପରିବାର 1999 ମସିହା ଭାରତ ପାକିସ୍ତାନ କାର୍ଗିଲ ଯୁଦ୍ଧ ସମୟରେ ଘର ଘର ବୁଲି କିଛି ଆର୍ଥିକ ସହଯୋଗ ଭାରତ ସରକାରଙ୍କୁ ଦେଇ ସମ୍ମାନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଓ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧାରୀ ଗମାଙ୍ଗ ମହୋଦୟଙ୍କ ଠାରୁ ଅନେକ ପ୍ରଶଂସା ସାଉଣ୍ଟିଥିଲା। ଲାଗୁଛି ଫିକା ଲିଭି ଗଲା ରଙ୍ଗ ଆକାଶେ ଆଜି ସୂରୁଜ ନାହିଁ ଲୁଚେଇଲା ମେଘ ପୃଥିବୀ କାଇଁ ଲାଗୁଛି ଫିକା ଲିଭି ଗଲା ରଙ୍ଗ ଆକାଶେ ଆଜି ସୂରୁଜ ନାହିଁ ଲୁଚେଇଲା ମେଘ सुनो हाय रे जीवन हाय रे जीवन हाय रे जीवन हाय रे जीवन। ମହାବାତ୍ୟା ସମୟରେ ମୋ ହେଲ୍ପଲାଇନ୍ ପରିବାର ନିରୀହ ଲୋକମାନଙ୍କୁ ସାହାଯ୍ୟ କରି ଏମିତି ପ୍ରଶଂସା ପାଇଥିଲା ଯେ ଦିଲ୍ଲୀର ପ୍ରୟାସ ଅନୁଷ୍ଠାନ ଆମକୁ ଖାଲି ଯେ ଧନ୍ୟବାଦ ଦେଇଥିଲେ ସେତିକି ନୁହେଁ, ତା ସହିତ ପ୍ରଥମ କରି କିଛି ଆର୍ଥିକ ସାହାଯ୍ୟ ମଧ୍ୟ ଆମକୁ କରିଥିଲେ। ହାୟ ରେ ଜୀବନ ହାୟ ରେ ଜୀବନ। ମୋ ହେଲ୍ପଲାଇନ୍ ପରିବାର 2000 ମସିହାରେ ପ୍ରଥମ ଆନ୍ତର୍ଜାତିକ ମହିଳା ଫୁଟବଲ ମ୍ୟାଚର ଆୟୋଜନ କରି ଆସାମର ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କ ଉଦ୍ଦେଶ୍ୟରେ